ଜୀବନ ଠାରୁ ବଡ଼ କୌଣସି ବିଦ୍ୟା ନାହିଁ, କଠିନ ଠାରୁ ବଡ଼ କୌଣସି ପରୀକ୍ଷା ନାହିଁ, ଆଉ ସମ୍ପର୍କ ଠାରୁ କୌଣସି ବଡ଼ ଶିକ୍ଷା ନାହିଁ। ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମ ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ। ବନ୍ଧୁଗଣ, ଆଜିର ଏହି ଭିଡ଼ିଓରେ ଆମେ ଆପଣମାନଙ୍କୁ କହିବୁ କୁମ୍ଭ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ କିପରି ରହିବ। କୁମ୍ଭ ରାଶି ବ୍ୟକ୍ତିବିଶେଷଙ୍କର ସମ୍ପୂର୍ଣ୍ଣ ଜୀବନର ଘଟଣା ବିଷୟରେ ଆମେ ଆପଣମାନଙ୍କୁ କହିବୁ। ଆଜିଠାରୁ ପ୍ରଥମେ ଆପଣ ଏ କଥାକୁ କେବେ ଶୁଣି ନଥିବେ, ଯେମିତି ଆପଣ ଥମ୍ବନେଲରେ ଦେଖି ସାରିଛନ୍ତି। କୁମ୍ଭ ରାଶି ବ୍ୟକ୍ତିବିଶେଷଙ୍କ ଜୀବନରେ କାହିଁକି ହିଁ ଦୁଃଖ ମିଳିଥାଏ, ଏହାର କାରଣ କ'ଣ ରହିଥାଏ, କେମିତି ଆପଣ ଆପଣଙ୍କର ଜୀବନକୁ ବଦଳାଇବେ, କେଉଁ ବୟସରେ ଆପଣଙ୍କୁ ଆପଣଙ୍କର କିସ୍ମତର ତାଲା ଖୋଲିଥାଏ, କେଉଁ ବୟସରେ ଆପଣଙ୍କ ଭାଗ୍ୟର ତାଲା ଖୋଲିଥାଏ, କେଉଁ ରାଶି ବ୍ୟକ୍ତିଙ୍କ ସହ ଆପଣଙ୍କୁ ସମ୍ପର୍କ ବନେଇ ରଖିବାର ଆବଶ୍ୟକତା ଥାଏ, ଆଉ ସେ ରାଶିର ଆପଣଙ୍କ ସହ ତାଳମେଳ ଆଚାଟମେଣ୍ଟ ଭଲ ରୁହେ କି ନାହିଁ, ଆଗକୁ ଆସୁଥିବା ଭବିଷ୍ୟତରେ ସେ ଆପଣଙ୍କୁ ଧୋକା ଦେବେ କି ନାହିଁ, ବିଶ୍ୱାସଘାତକତା ହେବ କି ନାହିଁ, ଆପଣଙ୍କ ଭିତରେ ବଣ୍ଡିଂ ରହିବ କି ନାହିଁ, କେଉଁ ସେ ରାଶି, ସେ ସବୁ ବିଷୟରେ ଜାଣିବା। ତା ସହିତ କୁମ୍ଭ ରାଶିର ବ୍ୟକ୍ତିତ୍ୱ କିପରି ରହିଥାଏ, ଆପଣଙ୍କର ଗୁଣ ଅବଗୁଣ, ଆପଣଙ୍କ ଚରିତ୍ର। ଯଦି ଆପଣଙ୍କର କୁମ୍ଭ ରାଶି, ଭିଡ଼ିଓକୁ ନିହାତି ଦେଖନ୍ତୁ, ଯଦି ନୁହେଁ ତ ଏହାକୁ ସେୟାର ମଧ୍ୟ କରନ୍ତୁ। ତ ଆସନ୍ତୁ ଆରମ୍ଭ କରିବା। ଏ ଭିଡ଼ିଓ ବାଇ ରାଶିଫଳ, ଚନ୍ଦ୍ର ରାଶିଫଳ ଉପରେ ଆଧାରିତ ଅଟେ। ଏହା ସହିତ ଯଦି ଆମେ କହିବା ତ କିପରି ରହିବ ଏସବୁ ସ୍ଥିତି ବିଷୟରେ, ଜୀବନରେ ଆପଣଙ୍କର କ'ଣ ପରିବର୍ତ୍ତନ ଆସିଥାଏ, କେଉଁ ବୟସରେ ଆପଣଙ୍କୁ ସଫଳତା ମିଳିଥାଏ, କୁମ୍ଭ ରାଶିଙ୍କ ପାଇଁ ବହୁତ ସାରା ଭିଡ଼ିଓ ଆମ ଚ୍ୟାନେଲରେ ଆଗରୁ ହିଁ ଅପଲୋଡ଼ ଅଛି, ତାକୁ ଯାଇକି ବି ଦେଖନ୍ତୁ। ଆସନ୍ତୁ ସବୁକିଛି ପୁରା ବିସ୍ତାର ପୂର୍ବକ ଭାବେ ଜାଣିବା। ଏହା ପୂର୍ବରୁ ଚ୍ୟାନେଲରେ ନ ଆସିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ପାଖରେ ଆସୁଥିବା ବେଲ୍ ଆଇକନକୁ କ୍ଲିକ୍ କରନ୍ତୁ। କୁମ୍ଭ ରାଶି ରାଶିଚକ୍ରର 11ତମ ରାଶି ଅଟନ୍ତି, ଯାହାଙ୍କର ଅଧିପତ୍ୟ ବା ମାଲିକ ଅଟନ୍ତି ସ୍ୱୟଂ ଶନିଦେବ। ଶନିଦେବଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ନ୍ୟାୟପ୍ରିୟ, ନ୍ୟାୟାଧୀଶ, କର୍ମଫଳଦାତାର ପଦ ପ୍ରାପ୍ତ କରାଯାଇଛି। ତ ଯଦି ଏଠି କହିବା କୁମ୍ଭ ରାଶି ବ୍ୟକ୍ତିବିଶେଷର ମାଲିକ ଯେହେତୁ ଶନି ଅଟନ୍ତି, ତ ବ୍ୟକ୍ତି କେମିତି ହିଁ ହେଇଥାନ୍ତି, ସବୁଠାରୁ ପ୍ରଥମେ ଜାଣିବା। ଏ ଯେଉଁ ବ୍ୟକ୍ତି, ଏମାନେ ନ୍ୟାୟପ୍ରିୟ ହୋଇଥାନ୍ତି, କାରଣ ଶନି ଏମାନଙ୍କର ଯେହେତୁ ମାଲିକ ଅଟନ୍ତି, ନା ଏମାନେ ଭୁଲ କରନ୍ତି ନା ଭୁଲ ଏମାନେ ସହନ୍ତି। ଯଦି ଆମେ କହିବା ଡୋମିନେଟିଂ ଏମାନଙ୍କୁ ଆଦୌ ବି ପସନ୍ଦ ନୁହଁ। ଯେଉଁଠି ଏମାନଙ୍କୁ ଲାଗିଥାଏ ଟିକେ ବହୁତ ଏମାନଙ୍କ ସହ ଡୋମିନେଟିଂ ହେଉଛି, ତ ଯଦି ରିଲେସନରେ ହେଉ, ୱାର୍କିଂ ପ୍ଲେସରେ ହେଉ, ଫ୍ୟାମିଲିରେ ହେଉ, କିମ୍ବା ଏମାନେ ସେଠୁ ଦୂରେଇ ଯାଆନ୍ତି, କିମ୍ବା ସମ୍ପର୍କ ସେଇଠି ଏମାନେ ଖରାପ କରିଦେଇଥାନ୍ତି ବା ଖତମ କରିଦିଅନ୍ତି। ବିଶେଷ ଭାବରେ କୁମ୍ଭ ରାଶି ବ୍ୟକ୍ତିବିଶେଷଙ୍କୁ ଡୋମିନେଟ୍ ଏମାନଙ୍କୁ ଆଦୌ ବି ପସନ୍ଦ ନୁହଁ, ଆଉ ଏମାନେ ଡୋମିନେଟ୍ କରିବାକୁ ପସନ୍ଦ କରନ୍ତି ନାହିଁ। ଯଦି କ୍ରୋଧ ବିଷୟରେ କହିବା, ଏମାନେ ତ ଶାନ୍ତ ହୁଅନ୍ତି, ଏମାନଙ୍କ ଭିତରେ ଅଧିକ ରାଗ ନହିଥାଏ, କିନ୍ତୁ ଯେବେ ରାଗ ଏମାନଙ୍କୁ ଆସିଥାଏ, ତ କେମିତି ବି ବ୍ୟକ୍ତିଙ୍କ ସାମ୍ନାରେ ଥାଆନ୍ତୁ ନା କାହାନ୍ତୁ, ଏମାନଙ୍କୁ କେହି ସମ୍ଭାଳି ପାରିବ ନାହିଁ। ରାଗ ଆସିଲେ ଏମାନେ ନିଜେ ହିଁ ନିଜେ ଭାଙ୍ଗି ପଡ଼ନ୍ତି। କିଛି ବି ଏମାନେ ରାଗରେ କହିଦିଅନ୍ତି, ଯାହା କହିବାର ନଥାଏ ତାକୁ ବି ଏମାନେ କହିଦିଅନ୍ତି। ନିଜ ଉପରେ କେବେ ଏମାନେ ନିଜେ ରାଗ ଟାଇମରେ କଣ୍ଟ୍ରୋଲ ରଖନ୍ତି ନାହିଁ। ତ ଯେବେ ଧୈର୍ଯ୍ୟ ଏମାନଙ୍କୁ ହରେଇ ଦିଅନ୍ତି, ତ କୌଣସି ବି ହଦ ପର୍ଯ୍ୟନ୍ତ ଏମାନେ ଯାଆନ୍ତି। ଏହା କୁମ୍ଭ ରାଶି ଉପରେ ଅଟେ। ତେଣୁ ଏମାନଙ୍କ ସହ ପଙ୍ଗା ନେବା ବା ଏମାନଙ୍କୁ ଅଧିକ ଡୋମିନେଟ୍ କରିବା ଆଦୌ ଠିକ୍ ହେବ ନାହିଁ। ଏକା ରହିବା, ଏକା କଥା ହେବା, ଏକା ଜିନିଷକୁ ବୁଝିବା, ବହୁତ ଅଧିକ ଭାବିବା ଏମାନଙ୍କୁ ପସନ୍ଦ ଅଟେ। ଛୋଟ ଛୋଟ ଜିନିଷକୁ ଏମାନେ ବହୁତ ଅଧିକ ଭାବନ୍ତି। କୌଣସି ଜିନିଷ ଉପରେ ନିର୍ଣ୍ଣୟ ବା ଡିସିସନ୍ ଏମାନେ ଯେତେବେଳେ ନିଅନ୍ତି, ତ ଟିକେ ଡେରିରେ ଏମାନେ ନିଅନ୍ତି। ଡିସିସନ୍ ମେକିଂରେ ଟିକେ ଟାଇମ୍ କୁମ୍ଭ ରାଶି ବ୍ୟକ୍ତିବିଶେଷ ମାନେ ଲଗାନ୍ତି, ଭାବି ଚିନ୍ତି କାର୍ଯ୍ୟ କରନ୍ତି, କିନ୍ତୁ ଏମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟରେ କେବେ ଫେଲିୟର ଏମାନେ ହୁଅନ୍ତି ନାହିଁ। ଭାବି ଚିନ୍ତି ତ ଏମାନେ ଟାଇମ୍ ନିଅନ୍ତି, ଆଉ ବହୁତ ଭଲ ଉପାୟରେ ଏମାନେ କାର୍ଯ୍ୟ କରନ୍ତି। ଆଉ କୁମ୍ଭ ରାଶି ଏମିତି ଏମିତି ବ୍ୟକ୍ତି ଅଟନ୍ତି, ଯାହାଙ୍କ ଉପରେ ଆପଣ ଆଖି ବନ୍ଦ କରି ବିଶ୍ୱାସ କରିପାରିବେ। ଏମାନେ କେବେ ଧୋକା ଦିଅନ୍ତି ନାହିଁ, ଆଉ ଯେବେ ଯଦି ଏମାନେ କିଛି ଭୁଲ କରନ୍ତି, ତ ପରେ ଏମାନଙ୍କୁ ବହୁତ ଶୀଘ୍ର ରିଏଲାଇଜ୍ ହେଇଯାଏ କି ହଁ ମୁଁ ଭୁଲ କରିଛି। ତ ଏମାନେ ନିଜର କ୍ଷମା ମାଗିବା ପାଇଁ ବି ତତ୍ପର ଥାନ୍ତି। ତା ସହିତ ଯଦି କହିବା ପରୋପକାରୀ ଅଟନ୍ତି, ଦିଲରୁ ଏମାନେ ବହୁତ ଭଲ ଆଉ ସଚ୍ଚା ହୁଅନ୍ତି। ତା ସହିତ ଯଦି କହିବା କେବେ କେବେ ଏମାନେ ଆର୍ଗ୍ୟୁମେଣ୍ଟରେ ବହୁତ ଶୀଘ୍ର ପଡ଼ିଯାନ୍ତି, କାରଣ ଏମାନଙ୍କର ସ୍ୱଭାବ ବହୁତ ଜିଦ୍ଦି ହୋଇଥାଏ। ରାଗ ହୁଏନି, କିନ୍ତୁ ଏମାନେ ଜିଦ୍ ବହୁତ ଥାଏ। ଜିଦ୍ ମାନେ ନିଜେ ନିଜକୁ ନେଇ, ସେଲ୍ଫ ଡିପେଣ୍ଡେଣ୍ଟକୁ ନେଇ ଏମାନଙ୍କ ଭିତରେ ବହୁତ ଅଧିକ ଦେଖାଯାଏ। ଏମାନଙ୍କୁ ଇଣ୍ଡିପେଣ୍ଡେଣ୍ଟ, କାହାର ଋଣ ବା କାହାର ଏହସାନ ନେବା ଏମାନେ ପସନ୍ଦ କରନ୍ତିନି ବିଶେଷ ଭାବରେ। ତ ଏମିତି ଦେଖା ମଧ୍ୟ ଯାଇଛି। ସବୁ ଜିନିଷରେ ଏମାନେ ଆଗରେ ରୁହନ୍ତି, ଖେଳ କୁଦ, ଦୌଡ଼ା ଦୌଡ଼ି, ପରିଶ୍ରମରେ ଆଗରେ ରୁହନ୍ତି। ତା ସହିତ ଯଦି ଆମେ କହିବା ଦୌଡ଼ା ଦୌଡ଼ି ଏମାନଙ୍କୁ କରିବାକୁ ପଡ଼େ, ପରିଶ୍ରମ କରିବାକୁ ପଡ଼େ, କାରଣ ବହୁତ ଶୀଘ୍ର କିଛି ଏମାନଙ୍କୁ ମିଳେନି, କିନ୍ତୁ ମିଳିଥାଏ ନିଶ୍ଚିନ୍ତ ଭାବରେ। ଟାଇମ୍ ତ ଲାଗେ, କିନ୍ତୁ ଏମାନଙ୍କୁ ସବୁ କିଛି ନିହାତି ଭାବରେ ମିଳେ।
କିନ୍ତୁ ଟିକେ ଲେଟ୍ରେ ମିଳିଥାଏ, ସମୟ ଏମାନଙ୍କୁ ଲାଗିଥାଏ ସବୁ ଜିନିଷକୁ ମିଳିବା ପାଇଁ, ଯାହା ଏମାନେ ଚାହିଁଥାନ୍ତି ମିଳିବା ପାଇଁ ଲେଟ୍ ହୁଏ। ନିଜ ଲେବୁଲରେ ଟାଇମ୍ ଆସିଲେ ଏମାନେ ନିହାତି ଭାବରେ ପହଞ୍ଚି ମଧ୍ୟ ଯାଇଥାନ୍ତି। ଏବେ ଆସନ୍ତୁ ଜାଣିବା କେଉଁ ବର୍ଷରେ ଆପଣଙ୍କର ଭାଗ୍ୟ ଉଦୟ ହୁଏ। 27 28 ବର୍ଷରେ ଆପଣଙ୍କର ଭାଗ୍ୟ ଉଦୟ ହୁଏ। 36 38ରେ ଭାଗ୍ୟ ଉଦୟ ନିହାତି ଭାବରେ ଦେଖିବା ପାଇଁ ମିଳିଥାଏ। କମେଣ୍ଟ କରିକି ଜଣାନ୍ତୁ 27 28 ବର୍ଷ ପରେ ତା ସହିତ ଆପଣଙ୍କ ଭାଗ୍ୟରେ କ'ଣ ଚେଞ୍ଜେସ୍ ଆସିଥିଲା, କ୍ୟାରିୟରରେ କ'ଣ ପ୍ରୋବ୍ଲେମ୍ ଆସିଥିଲା, କ'ଣ ଚେଞ୍ଜେସ୍ ଆସିଥିଲା, ଆପଣଙ୍କୁ ଚାକିରି ମିଳିଥିଲା କି ନାହିଁ, କିଛି ଖୁସି ଖବର ମିଳିଥିଲା କି ନାହିଁ, କି ବଡ଼ ପରିବର୍ତ୍ତନ ଆପଣଙ୍କ ଜୀବନରେ ଦେଖିବାକୁ ମିଳିଥିଲା କି ନାହିଁ, ଆମକୁ କମେଣ୍ଟ କରିକି ନିହାତି ଜଣାନ୍ତୁ। 36 38 ପୂର୍ବରୁ କ'ଣ ବଡ଼ ପରିବର୍ତ୍ତନ ଆପଣଙ୍କୁ ଆପଣଙ୍କ ଜୀବନରେ ମିଳିଥିଲା କୁହନ୍ତୁ, ମନେ ଅଛି କି ନାହିଁ? ଏବେ କେଉଁ ରାଶି ସହ ଆପଣଙ୍କର ଭଲ ରୁହେନି ଆସନ୍ତୁ ଧ୍ୟାନର ସହ ଶୁଣିବେ। ଜୀବନରେ କେଉଁ ସେ ରାଶି ରହିଛି ଯାହା ସହ ଆପଣଙ୍କର ଆଦୌ ଭଲ ପଡ଼େନି, ଆଟାଚମେଣ୍ଟ ଭଲ ରୁହେ ନାହିଁ, ବୈଚାରିକ ମତଭେଦ ଦେଖାଦିଏ, ତା ସହିତ ଦୁଇ ଜଣଙ୍କ ଭିତରେ ସବୁବେଳେ କେବେ ବି ବିଶ୍ୱାସଘାତକତା ହୋଇପାରେ। ମେଷ ରାଶି ଯଦି କହିବା ସବୁଠାରୁ ପ୍ରଥମ ରାଶି ହେଲା ମେଷ ରାଶି, ତାପରେ ଦ୍ୱିତୀୟ ରାଶି ଅଟେ କର୍କଟ ରାଶି, ଆଉ ତୃତୀୟ ରାଶି ଅଟେ ଧନୁ ରାଶି। ଏ ତିନୋଟି ରାଶି ଏମିତି ଅଟନ୍ତି ଯେଉଁମାନଙ୍କ ସହ ବହୁତ ଅଧିକ ଆଟାଚମେଣ୍ଟ କୁମ୍ଭ ରାଶିର ଦେଖାଯାଏ ନାହିଁ। ତ ଏହା ଆପଣଙ୍କୁ ଜୀବନରେ ନିହାତି ଧ୍ୟାନ ରଖିବାର ଅଛି। ଆସନ୍ତୁ ଏବେ ଆମେ ଜାଣିବା କି କୁମ୍ଭ ରାଶିଙ୍କ ଜୀବନରେ ଦୁଃଖ କାହିଁକି ଆସିଥାଏ, କାହିଁକି ଆପଣଙ୍କୁ ଦୁଃଖ ମିଳିଥାଏ, ତାର କାରଣ ଆକ୍ଚୁଆଲରେ କ'ଣ ଅଟେ, କ'ଣ ଧ୍ୟାନ ଆପଣ ରଖିବେ। ସବୁଠାରୁ ପ୍ରଥମ କାରଣ କି କୁମ୍ଭ ରାଶି ବ୍ୟକ୍ତିବିଶେଷଙ୍କର ଛୋଟ ଛୋଟ କଥାକୁ ନେଇ ବହୁତ ଅଧିକ ଏମାନେ ଭାବିଥାନ୍ତି, ଓଭର ଥିଙ୍କିଙ୍ଗ ବହୁତ ଏମାନେ କରନ୍ତି, ଏନଜାଇଟି ଏମାନଙ୍କୁ ବହୁତ ଅଧିକ ଥାଏ, ଏନଜାଇଟି ଲେବୁଲ ଏମାନଙ୍କର ବହୁତ ଅଧିକ ବଢ଼ିଯାଏ। କେବେ କେବେ ଛୋଟ ଛୋଟ କଥାରେ ଡିପ୍ରେସନରେ ପଳାନ୍ତି, ଡିପ୍ରେସ ହୋଇଯାଆନ୍ତି ଏମାନେ। ତା ସହିତ ଏହା ଦୁଃଖର ତ ହିଁ କାରଣ ଅଟେ କି ଆପଣ ନିଜେ ନିଜକୁ ହିଁ ଦୁଃଖ ଦିଅନ୍ତି। ଦୁଃଖ ଥିବନି ଆପଣଙ୍କର ମନ ଆପଣଙ୍କର ସମସ୍ୟାର କାରଣ ବନିଯାଏ, ଆଉ ସମସ୍ୟା ଆପଣଙ୍କ ଦୁଃଖର କାରଣ ବନିଯାଏ। ଦ୍ୱିତୀୟ ହେଲା କାହା ଉପରେ ବିଶ୍ୱାସ କରନ୍ତିନି, କାହା ଉପରେ ଏମାନେ ଶୀଘ୍ର ବିଶ୍ୱାସ କରନ୍ତି ନାହିଁ। ନିଜେ ନିଜକୁ ସମର୍ପିତ ହେବାକୁ ଏମାନେ କେବେ ବି କାହା ପ୍ରତି ହେବାକୁ ଦିଅନ୍ତି ନାହିଁ। କାରଣ କୁମ୍ଭ ରାଶି ବ୍ୟକ୍ତି ବିଶେଷ ମାନେ ଦୟାଳୁ ପରୋପକାରୀ ହୁଅନ୍ତି, କିନ୍ତୁ କାହା ଉପରେ ଶୀଘ୍ର ଆପଣ ବିଶ୍ୱାସ କରନ୍ତୁ ନାହିଁ, କାହା କଥାରେ ଶୀଘ୍ର ଆସନ୍ତୁ ନାହିଁ, ନଚେତ୍ ପଇସାର ନୁକସାନ ଆପଣଙ୍କୁ ଆପଣଙ୍କ ଜୀବନରେ ଉଠେଇବାକୁ ପଡ଼ିବ। ତୃତୀୟ କାରଣ ହେଉଛି ଶନି ଆପଣଙ୍କର ମାଲିକ ଅଟନ୍ତି, ଜିଦ୍ଦି ହୁଅନ୍ତି, କେବେ କେବେ ଏମାନଙ୍କର ଅକୁଡୁ ସ୍ୱଭାବ ଦେଖାଦିଏ। ସବୁବେଳେ ତ ନୁହଁ, କେବେ କେବେ ସ୍ୱଭାବ ଦେଖାଦିଏ। ଆଉ ନିଜର ଜିଦ୍ଦି ସ୍ୱଭାବ କାରଣରୁ ଏମାନେ ବହୁତ ଅଧିକ ଜିଦ୍ଦି ହୋଇ କୌଣସି ବି ହଦ୍ ପର୍ଯ୍ୟନ୍ତ ଚାଲନ୍ତି। ଆଉ ଅକୁଡୁ ସ୍ଥିତି ପାଇଁ ଲୋକମାନେ ଏମାନଙ୍କ ସହ ଦୁଶ୍ମନୀ କରନ୍ତି। ପଲିଟିକ୍ସରେ ଏମାନଙ୍କର ବହୁତ ବାଦ ବିବାଦ ହୁଏ। ରିଲେଟିଭ୍ସଙ୍କ ସହ, ଘର ପରିବାରଙ୍କ ସହ ଟିକେ ପ୍ରୋବ୍ଲେମ୍ ହୁଏ। ଜିଦ୍ କରନ୍ତୁନି, ଆର୍ଗୁମେଣ୍ଟ ଆପଣ ଆଦୌ ବି କରନ୍ତୁ ନାହିଁ। ସବୁବେଳେ ଭାବି ଚିନ୍ତିକି ଚାଲନ୍ତୁ। ବିଶେଷ ଭାବରେ ଏ ଜିନିଷର ଆପଣ ଧ୍ୟାନ ରଖନ୍ତୁ, ନଚେତ୍ ପରେ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ପଶ୍ଚାତାପ କରିବାକୁ ପଡ଼ିବ। ଚତୁର୍ଥ କାମ ହେଉଛି ଆପଣ ଯେଉଁ ବି କାମ କରନ୍ତୁ, ଯେତିକି ବି କରୁଛନ୍ତି ସେଥିରେ ସାଟିସ୍ଫାଏ ରୁହନ୍ତୁ। ଆପଣଙ୍କ ଭିତରେ ବହୁତ ଚାଲିଥାଏ ମନରେ କି ମୁଁ ଏହା କରିବି, ଏଇଟା କରିବି, ଆଗକୁ ଏହା କରିବି, ବହୁତ ସାରା ଜିନିଷ ଚାଲିଥାଏ। କିନ୍ତୁ ଦିଟି ନୌକାରେ ଯଦି ଆପଣ ଗୋଡ଼ ଦେବେ ତ ଆପଣ ନିଜେ ହିଁ ବୁଡ଼ିଯିବେ, ତ ନିଜେ ପ୍ରୋବ୍ଲେମ୍ ଫେସ୍ କରିବେ। ତ କିଛି ମୁଖ୍ୟ କାରଣ ଏଇ ରହିଲା ଯେଉଁଥିପାଇଁ ଆପଣଙ୍କୁ ଆପଣଙ୍କ ଜୀବନରେ ପ୍ରୋବ୍ଲେମ୍ ଆସିଥାଏ। କେମିତି ଥିଲା ଭିଡ଼ିଓ ନିହାତି କମେଣ୍ଟ କରିକି ଜଣାନ୍ତୁ, ଲାଇକ୍ କରନ୍ତୁ, ଚ୍ୟାନେଲରେ ନୂଆ ଆସିଥିଲେ ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଧନ୍ୟବାଦ।